ଦଶମ ସ୍କନ୍ଦ ଦ୍ୱାରିକା ଲୀଳା ତ୍ରିସପ୍ତତିତମ ଅଧ୍ୟାୟ। ଶ୍ରୀ ଶୁକବାଚ କହନ୍ତି ବେଶଙ୍କ ନନ୍ଦନ ଶୁଣ ଏ ରାମର ବିକ୍ରମ। ଥିଲା ଯେ ଦୁର୍ଯ୍ୟୋଧନ ରାଜା ଲକ୍ଷଣା ତାହାର ତନୁଜା। ତାହାର ସ୍ୱୟଂବର କାଳେ କୃଷ୍ଣ ନନ୍ଦନ ଯାଇ ବଳେ। ହରିଲା ଶାମ୍ବ ବଳବନ୍ତ ସୁନ୍ଦର ଜାମ୍ବବତୀ ସୁତ। ଦେଖି ତାହାର ଦୁଷ୍ଟପଣ କୋପେ କମ୍ପିଲା କୁରୁରାଣ। ଦେଖ ଏ ଶ୍ରୀକୃଷ୍ଣର ବଳା ଆମ୍ବର କୂଳେ ଦେଲା କଳା। ଆମ୍ବକୁ କରି କଦର୍ଥନ ବଳେ ହରିଲା କନ୍ୟାଧନ। ଆମ୍ବ ବିଚାରେ ଦେବା ନାହିଁ ହେମନ୍ତ ବୋଲି କୋପ ବଇ। ଏହାକୁ ବନ୍ଦୀ କର ଏବେ କି କରି ପାରିବେ ଯାଦବେ। ଆମ୍ଭର ଦେଲା ରାଜପଣ ରାଜ୍ୟ ଭୁଜନ୍ତି ଦୁଷ୍ଟ ଜନ। ଏହା ପାଇଁ କି ଯେବେ ଛଳେ ଯାଦବେ ଆସିବା ବଳେ। ଆମ୍ଭର ତୁଲେ ଯୁଦ୍ଧ କରି ଏଳେ ସଂଗ୍ରାମେ ଯିବେ ହାରି। ବିମୁଖେ ନ କରିବେ ରଣ ଯୋଗ ସଂଯୋଗ ଯେତେ ପ୍ରାଣ। ହେମନ୍ତ ବହି କୋପ ମନ ଭୁରି ଶ୍ରବାଦି ଶଲ୍ୟ କର୍ଣ୍ଣ। ଏ ସୁଯଜ୍ଞ କେତୁ ଦୁର୍ଯ୍ୟୋଧନ ଚାପିଣ ଅଧରେ ବଦନ। ଭୀଷ୍ମ ଦ୍ରୋଣଙ୍କ ଭାଷା ପାଇ କୁରୁ ସମରେ ସଜ ହୋଇ। ଏକ ଆରେକ ମହାଦମ୍ଭ ଶାମ୍ବକୁ ଧରଣେ ଆରମ୍ଭ। କୁରୁ ଧାଇଲେ ମନ ଦୁଃଖେ ମିଳିଲେ ଶାମ୍ବର ସମ୍ମୁଖେ। ଦେଖି ତାହାର ଦୁଃଖ ଚିତ କୃଷ୍ଣ ନନ୍ଦନ ସାମରତ। ନିଜ କଦଣ୍ଡେ ଗୁଣ ଦେଇ ରହିଲା ସିଂହ ପ୍ରାୟ ହୋଇ। ଏ ବେଗେ ମିଳିଲେ କୁରୁ ବଳ ସୁବହି ମୁଖ ରାବ ଗଳ। ଡାକନ୍ତି ରହ ରହ ବାଣୀ ସିନ୍ଧୁ ଶବଦ ପ୍ରାୟ ମଣି। ଏ ଶାମ୍ବକୁ ଜିଣିବାର ଆସେ ବେଗେ ମିଳିଲେ ତାର ପାଶେ। ରୁନ୍ଧିଲେ ଦିଗ ଦଶ କୋଣ ଡାକନ୍ତି ଶଲ୍ୟ ଭୀଷ୍ମ ଦ୍ରୋଣ। ସ୍ୱଭାବେ ସର୍ବେ ଧନୁର୍ଧର ସରୋବର ଶାମ ଆଘୋର। କରି ରୁନ୍ଧିଲେ ଦଶ ଦିଶେ ଦେଖିଣ ଶାମ୍ବ ମହାରୋଷେ। ଏ ରାଗେଣ କମ୍ପୋଇ ଶରୀର ନିର୍ଭୟ କୃଷ୍ଣର କୁମର। ମୃଗଜୁଥର ମଧ୍ୟେ ଥାଇ କେଶରୀ ଯେମନ୍ତେ ଦିଶଇ। ଏ ଶାମ୍ବ କରନ୍ତେ ଧନୁଘୋଷ ଶବଦେ କମ୍ପେ ରଣ ଦେଶ। କର୍ଣ୍ଣ ସହିତେ ଷଡ଼ରଥୀ ଶାମ୍ବକୁ ବାଣ ବରସନ୍ତି। ଦେଖି କୁପିତ କୃଷ୍ଣସୂତ ବାଣ ବରସେ ଅପ୍ରମିତ। କର୍ଣ୍ଣକୁ ପଞ୍ଚ ବାଣ ବିନ୍ଧି ରଥ ସାରଥୀ ଅଶ୍ୱଚ୍ଛେଦୀ। ଏ ଷଡ଼ରଥୀକୁ ଏଇ ମତେ ବାଣ ବିନ୍ଧିଲେ ଅପ୍ରମିତେ। ଦେଖି ତାହାର କ୍ଷତ୍ରିପଣ କୁରୁ କରନ୍ତି ଘୋର ରଣ। ଶାମ୍ବ ଉପରେ କୁରୁବୀରେ ତୀକ୍ଷ୍ଣ ନାରାଚ କୋପ ଭୋରେ। ବିନ୍ଧି ସାରଥୀ କଲେ ନାଶ ଛେଦିଲେ ଅଶୋଙ୍କର ପାଶ। ରଥତା କଲେ ଖଣ୍ଡ ଖଣ୍ଡ ଛେଦିଲେ ହସ୍ତର କୋଦଣ୍ଡ। ବିରଥୀ କରି ତାକୁ ବଳେ ବନ୍ଧନ କଲେ ଅବହେଳେ। କନ୍ୟା ସହିତେ ତାକୁ ଧରି ମିଳିଲେ ହସ୍ତିନା ନଗରୀ। କଷ୍ଟରେ କୃଷ୍ଣ ପୁତ୍ରେ ଜିଣି ହାସ୍ୟ ପରାଏ ପରିମାଣୀ। ନିର୍ଭୟ ହୋଇଲେ ନିଶ୍ଚିନ୍ତେ ଏବେ ଓ ଶୁଣ କୁରୁ ନାତେ। ବ୍ରହ୍ମାନନ୍ଦନ ତାହା ଜାଣି ରାମ ବିକ୍ରମ ପରିମାଣୀ। ମିଳିଲେ ଦ୍ୱାରକା ଭୁବନେ ରାମ ଗୋବିନ୍ଦ ସନ୍ନିଧାନେ। ଉଗ୍ରସେନର ସଭା ମଧ୍ୟେ କହେ ନାରଦ ମନ କେଦେ। ଏ ଶୁଣ ହେ ଭୋଜନ ଉପବର କୁରୁ ସଭାର ଅବିଚାର। ତାର କନ୍ୟାର ସ୍ୱୟଂବରେ ଶାମ୍ବ ଯେ ଗଲା ତାର ପୁରେ। କନ୍ୟା ବରିଲା ଇଚ୍ଛା ମତେ ଦେଖି କୌରବେ କୋପ ଚିତେ। କୂଟ ସଂଗ୍ରାମେ ତାକୁ ଧରି ରଖିଲେ ହସ୍ତିନା ନଗରୀ। ଏମତେ କହି କୃଷ୍ଣ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ। ଏମତେ ମୁନି ବାକ୍ୟ ଶୁଣି ସମରେ ସଜ ଚକ୍ର ପାଣି। ଏ ପୁତ୍ର ବନ୍ଧନ ଶୁଣି ରୋଷେ ଦାରୁ କରାଇଲେ ବିଶ୍ୱାସେ। ବୋଇଲେ ରଥ ସାଜ ବେଗେ ଶୁଣି ତା ସାଜିଲେ ଯାଦବେ। ଏ ଉଗ୍ରସେନର ଆଜ୍ଞା ପାଇ ବୀରେ ଚଳନ୍ତି ସଜ ହୋଇ। ସାଜିଲେ କୃଷ୍ଣ ଅଖୋଇଣୀ ଚାଲନ୍ତେ କମ୍ପୋଇ ମେଦିନୀ। ବାଜଇ ବୀର ତୁରମାନ ରତେ ଗମଇ ଉଗ୍ରସେନ। ଦେଖି ଗୋବିନ୍ଦର ଆଗମ ବୋଲନ୍ତି ପ୍ରଭୁ ବଳରାମ। ଏତ ନୁହଁ ଭଲ କଥା ବନ୍ଧୁରେ ବିରୋଧ ବ୍ୟବସ୍ଥା। ସେ ହବା ନ ଜାଣି ଆଚରି ଆମ୍ଭେ କେମନ୍ତେ ବାଦ କରି। ତୁମ୍ଭେ କେମନ୍ତେ କର ରୋଷ ମୁହିଁ ଯେ ତାଙ୍କର ବିଶ୍ୱାସ। ଆଜ ହସ୍ତିନା ଯିବି ମୁହିଁ ଉଭୟ କୁଳ ଭାବ ପାଇଁ। ଏ ତୁମ୍ଭେ ନ କର ଆଗମନ ହେମନ୍ତ ବୋଲି ବଳରାମ। କୁରୁ କ୍ରୋଧେ ବଳରାମ ଯାଦବ ବଳ କରି ସାମ୍ୟ। କୁରୁ ଯାଦବ ହିତ ଅର୍ଥେ ବେଗେ ମିଳିଲେ ହଳ ହସ୍ତେ। ଆନନ୍ଦେରେ ବତି ରମଣ କଳି କରିବେ ନିବାରଣ। ଏ ଉତ୍ତମ ବିପ୍ର ଘେନି ସଙ୍ଗେ କୁରୁ କୁଳ ବୃଦ୍ଧଙ୍କୁ ରାଇ ବେଗେ। ରଥେ ବସିଲେ ତୋଷ ମନେ ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଜେନେ। ମିଳିଲେ ହସ୍ତିନା ଭୁବନେ ଦୁର୍ଯ୍ୟୋଧନର ଉପବନେ। ଅକ୍ରୂର ଉଦ୍ଧବକୁ ଚାହିଁ ରାମ ସମ୍ଭାଳ କଥା କହି। ଏ ବସିଲେ କୁରୁ ସଭା ମଧ୍ୟେ ଅକ୍ରୂର ଉଦ୍ଧବ ଆନନ୍ଦେ। ନମିଲେ ଧୃତରାଷ୍ଟ୍ର ପାଦେ ଭୀଷ୍ମ ଦ୍ରୋଣକୁ ନମି ହାଦେ। ଏ ଦୁର୍ଯ୍ୟୋଧନକୁ କରି ସାମ୍ୟ କହିଲେ ରାମ ଆଗମନ। ରାମର ଶୁଣି ଆଗମନ ଉଷତ ହୋଇ ଭୀଷ୍ମ ଦ୍ରୋଣ। ସଭାରୁ ଉଠି ଧାତିକାରେ ମିଳିଲେ ରାମର ଛାମୁରେ।
ବନ୍ଧୁ ସ୍ୱଭାବ ଗୁଣ ବୁଝି କହିଲେ ରାମ ପାଦେ ପୂଜି। କହନ୍ତି ମଧୁର ବଚନ ଆନନ୍ଦ କରି ରାମ ମନ। ଗୁରୁଙ୍କ ମଧ୍ୟ ଧୀର ମତି ରାମ ମହିମା ସେ ଜାଣନ୍ତି। ଏ ଭାବେ ନ ମିଳେ ରାମ ପାଦେ ବନ୍ଧୁ କୁଶଳ ପ୍ରତିପାଦେ। ରାମ ହିଁ କଲେ ଯଥାବିଧି ଯେ ବନ୍ଧୁ କୁଶଳ ପ୍ରସିଦ୍ଧି। ଗୁରୁଙ୍କ ମଧ୍ୟ ହଳ ପାଣି କହନ୍ତି ପ୍ରିୟ ଭାବ ଘେନି। ରାଜାଧିରାଜ ଉଗ୍ରସେନ ଯେମନ୍ତେ ବୋଲିଛି ବଚନ। ବେଗେ କରିବ ସେହି ମତି ଆତ୍ମା କୁଶଳ ଧର୍ମ ଗତି। ତୁମ୍ଭେ ଉତ୍ତମ ଶସ୍ତ୍ର ଧରି ଧର୍ମର ପଥ ନଷ୍ଟ କରି। କପଟ ଯୁଧେ କୃଷ୍ଣ ସୁତ ଧରି ମଣିଲ କୃତ କୃତ୍ୟ। ଏ ଅପରାଧ ଆମ୍ଭେ ସହି ବନ୍ଧୁ କୁଶଳ ଯେବେ ହୋଇ। ଏମତେ ଶୁଣି ରାମ କଥା ସ୍ୱଭାବେ ସର୍ବମହାରଥା। ବଳଦେବଙ୍କ ମୁଖ ଶୁଣି ଆତ୍ମାର ରିପୁ ପ୍ରାୟ ମଣି। ବଦନ ଚାହିଁ ଏକେ ଏକେ କୋପେ ବୋଲନ୍ତି ମନ ଦୁଃଖେ। ଦେଖ ବିଚିତ୍ର କାଳ ଗତି ଯାହା କହିଲେ ଯଦୁପତି। ଚର୍ମ ପାଦୁକା ଗର୍ବ ବହି ଶିରେ ମୁକୁଟ ହେବ ଯାଇ। ଥିବାକୁ କରଇ ବିଚାର ହେମନ୍ତ ଗର୍ଭ ଏହାଙ୍କର। ଏହାଙ୍କୁ ଆମ୍ଭେ ବନ୍ଧୁ ପଣେ ରାଜ୍ୟ ସ୍ଥାପିଲୁ ସିଂହାସନେ। ନୁହନ୍ତି ରାଜପଣେ ଯୋଗ୍ୟ ଆମ୍ଭର ଦେଲା ବହି ଭୋଗ। ଏ ଭୂମି ମଣଇ ଆତ୍ମା ଗୁରୁ ଏଣୁ ଉପେକ୍ଷା ଆମ୍ଭେ କରୁ। ଏହାଙ୍କ ରାଜ୍ୟ ନେବା ବଳେ ଗର୍ବି ଏ ହେଲେ ମତି ବଳେ। ରାଜ୍ୟକୁ ନୁହଁ ଭାଜନ ସର୍ପକୁ ଯେନେ କ୍ଷୀର ପାନ। କ୍ଷୀର ସଂଯୋଗେ ଛାଡ଼େ ବିଷ ଦାତାକୁ କରେ ପ୍ରାଣେ ନାଶ। ଯାହାର ଦେଲା ଅନ୍ନ ଖାଇ ସର୍ପର ପ୍ରାୟ ଗର୍ବ ହୋଇ। ଆମ୍ଭକୁ ଆଜ୍ଞା ଏ ଦିଅନ୍ତି ଅଳପ ପ୍ରାୟ କମଣନ୍ତି। ଦେଖ ଆମ୍ବର ତୁଲେ ବାଦେ ଇନ୍ଦ୍ର ନର ହେରଣ ମଦେ। ସିଂହ ସମ୍ମୁଖେ ଯେନେ ମେଷ ତେନେ ଛାଡ଼ଇ ସ୍ୱର୍ଗ ଦେଶ। କହନ୍ତି ସୁକ ମୁନିବର ଶୁଣ ଏ କୁରୁଙ୍କ ବ୍ୟବହାର। ଉତ୍ତମ ଜନେ ବନ୍ଧୁ ଜନେ ଗର୍ବ ବହିଲେ ଦୁଷ୍ଟ ମନେ। କହନ୍ତେ ଏହି ଦୁଷ୍ଟ ବାଣୀ ଶୁଣି କମ୍ପିଲେ ହଳ ପାଣି। କୋପେ ଅନଳ ପ୍ରାୟ ଦିଶି ବୋଲନ୍ତି ପ୍ରାଣ ହସି ହସି। କୋପେ ଅନଳ ପ୍ରାୟ ଦିଶି ବୋଲନ୍ତି ପୁଣ ହସି ହସି। ଦେଖ ଏ ସଂସାର ବ୍ୟବହାର ସମ୍ପଦ ବଡ଼ଇ ଯାହାର। ଅସାଧୁପଣ ଆଚରନ୍ତି ଆତ୍ମାର ଶାନ୍ତି ନ ଜାଣନ୍ତି। ତାଙ୍କ ପ୍ରସନ୍ନେ ଦଣ୍ଡ ହସ୍ତ ପଶୁଙ୍କୁ ଲାଙ୍ଗୁଡ଼ ଯେମନ୍ତ। ମୋର ଖେଦ ବଡ଼ ମନେ ଉଗ୍ରସେନର ଆଗମନେ। ଯମକ ତୁଲେ ନାରାୟଣ ୟାଙ୍କ ସଙ୍ଗେ ଇଚ୍ଛାରଣ। ନଗରୁ ଓଇଲେ ବାହାର ମୁଁ ଏହା ନ କରି ବିଚାର। ଏହାଙ୍କ ପ୍ରିୟ ଭାବ ବହି ଅଇଲି ନିବର୍ତ୍ତାଇ ମୁଇଁ। ତହିଁର ଫଳ ଏବେ ମତେ ଦଇବେ ଫଳିଲା ଉଚିତେ। ଏ ଯେ ସ୍ୱଭାବେ ମନ୍ଦମତି ପାପୀ ଦୁର୍ଜନ ଖଳମତି। ଦେଖ ଅବଜ୍ଞା ମତେ କଲେ ଦୁଷ୍ଟ ବଚନେ ନିନ୍ଦା ବୋଲେ। ଏ ଭୋଜ ଅନ୍ଧକ ବୃଷ୍ଟିବଂଶ ଯାହାର ପୁତ୍ର ବୀର କଂସ। ଯାଦବ କୁଳର ଈଶ୍ୱର କୃଷ୍ଣ ଯାହାର ଅନୁଚର। ସେ କାହିଁ ସାଜେ ରାମ ପଦେ ତେବେ ଖଟନ୍ତି ଯାର ପାଦେ। ବାସବ ଆଦି ଦିଗ ପାଳେ ଖଟନ୍ତି ଯାର ପାଦ ତଳେ। ସୁଧର୍ମା ସଭା ଯାଦୁଆରେ ପାରି ଜାତର ପୁରେ ପୁରେ। ମଞ୍ଚେ କରଇ ସ୍ୱର୍ଗ ଭୋଗ ସେ ନୁହେଁ ରାଜପଣେ ଯୋଗ୍ୟ। ପଦ୍ମସମ୍ଭବା କମଳିନୀ ସ୍ୱଭାବେ ଜଗତ ଜନନୀ। ସେ ଯାର ସେବଇ ଚରଣେ ସେ କାହିଁ ଯୋଗ୍ୟ ରାଜପଣେ। ଏ ଯାହାର ପଦ୍ମ ପାଦ ରଜ ଅଖିଳ ଜନକ ଐଶ୍ୱର୍ଯ୍ୟ। ପବିତ୍ର କରେ ମନ ସ୍ୱାର୍ଥ ଯେଣୁ ସେ ତୀର୍ଥଙ୍କର ତୀର୍ଥ। ଏ ବ୍ରହ୍ମା ଶଙ୍କର ଆଦି ମୋହି ଯାହାର ରୂପେ ରୂପ ବହି। ଲକ୍ଷ୍ମୀ ସହିତେ ଆଜ୍ଞା ବହି ତାହାର ନୃପ ଶକ୍ତି କାହିଁ। ଗୁରୁଙ୍କ ଭୋଗ ଆମ୍ଭେ ଖାଇ ଧରଣୀ ମଧ୍ୟ ଦେହ ବହି। ଆମ୍ଭେ ସକଳେ ଉପାନହ କୌରବେ ହୁଅନ୍ତି ଶିର ଦେହ। ଏ କାହାର ବଳେ ସହି ରୁଧିର ମାଂସ ଦେହ ବହି। ଦେଖ କୁରୁଙ୍କ କୁଳ ମତ ସମ୍ପଦେ ହୋଇ ଅନାୟତ। ଏ ମାନି ଅଟନ୍ତି ଗର୍ବ ବହି କେ ସହେ ପ୍ରଭୁ ହୋଇ। ଆଜ ଅର୍ପିବି ପ୍ରତିଫଳ ଏମନ୍ତ ବୋଲି ତୀକ୍ଷ୍ଣ ହଳ। ତକ୍ଷଣେ ଘେନି ବାମ ହସ୍ତେ ବୋଲନ୍ତି ରାମ କୋପ ଚିତେ। ଆଜ ମୁଁ ୟାକୁ ସଂହାରି ପୃଥିବୀ ନିଷ୍କଣ୍ଟକ କରି। ତେବେ ମୁଁ ଯିବି ଯମପୁରୀ ଏ ସତ୍ୟ ବଚନ ମୋହରି। ଏମତେ କହି କୋପେ ଉଠି ଧଇଲେ ଦୃଢ଼େ ହଳ ମୁଷ୍ଟି। ରାମର କୋପ ଗୁରୁତର ଦେଲେ କି ଦହେ ତିନି ପୁର। ଲଙ୍ଗଳେ ହସ୍ତିନା ଉପାଡ଼ି ଶବଦ ଶୁଭେ ଘଡ଼ ଘଡ଼ି। ଦକ୍ଷିଣ ଭୁଜେ ସହୁ ନନ୍ଦ ଶୂନ୍ୟେ ଦେଖନ୍ତି ଦେବ ବୃନ୍ଦ। ନଗର ଉପାଡ଼ି ଗଙ୍ଗା ଜଳେ କୌରବେ ପଡ଼ନ୍ତେ ପାତାଳେ। ହେମନ୍ତ ବୋଲି ହଳଧର ହସ୍ତିନା ଉପାଡ଼ିଲେ କର। ସମୁଦ୍ର ପ୍ରାୟ ନାଦ କରି କମ୍ପଇ ହସ୍ତିନା ନଗରୀ। ପଡ଼ିଲା ପ୍ରାୟ ଗଙ୍ଗା ଜଳେ ଦକ୍ଷିଣ କୌରବେ ବିକଳେ। କୁଟୁମ୍ବ ତୁଲେ ଉଚ୍ଚ ନାଦେ ଶରଣ ଗଲେ ରାମ ପାଦେ। ଡାକନ୍ତି ଜୀବନ ବିକଳେ ମୋ ରାମ ରଖ ପାଦ ତଳେ।
ଆମ୍ଭେ ତ ସ୍ୱଭାବେ ନିରକ୍ଷ ତୋର ପୁତ୍ର ବଧୂରକମ୍। କୁମର ସଙ୍ଗେ କନ୍ୟା ନେଇ ରାମ ଚରଣ ତଳେ ଯାଇ କନ୍ୟାକୁ ଦେଇ ତୋ ଶରଣ ପଶିଲୁ ଅଭୟ ଚରଣ। ହେ ରାମ ତୋର ମହିମା ଦେବ ନ ଜାଣେ ଆଦି ସୀମା। ମୂଢ଼ ଅଜ୍ଞାନ ଆମ୍ଭେ ହୋଇ ଭୋ ଭାବ ଜାଣି ବୁଟି କାହିଁ। ତୁ ଆଦି ତୁ ନିର୍ବିକୟ ନିର୍ଲେପ ତୁ ଅଭୟ। ତୋହର କ୍ରୀଡ଼ା କୌତୁକ ସ୍ୱଭାବେ ହନ୍ତି ବିନି ଲୋକ। ଏ ଭୂମି ମଣ୍ଡଳ ତୁ ଧୀରେ ଲୀଳା ମାତ୍ର କେବହୁ ଶିରେ। ପାଳନ କରୁ ତୁ ସଂହାରୁ ତେଣୁ ତୁ ଶେଷ ରୂପ ଧରୁ। ଯେ କୋପ ଗର୍ଭ ଦେ ଜାତ ଏ ତୋ ଅଖିଳ ଶିକ୍ଷା ଅର୍ଥ। ହିଂସା ବତ୍ସଳ ନହୁଁ ଯେଣୁ ପାଳନ ହେତୁ ତାର ତେଣୁ। କ୍ଷିତି ପାଳନ ବେଗେ ହୋଇ ତୁ ନାଥ ସର୍ବଗୁଣ ବହି। ସଂସାର ମଧ୍ୟରେ ତୋର ଲୀଳା ଯେନେ ବାଳୁତ ଜନ ଖେଳା। ନମସ୍ତେ ସର୍ବଭୂତ ପ୍ରାଣ ଜୀବ ଶକତି ତୁ ଧାରଣ। ଅଭୟ ବୋଲନ୍ତି ଜଗତେ ଭୋନାଥ ତୋର ଅନୁମତେ। ତୁ ବିଶ୍ୱକର୍ମା ଜ୍ଞାନ ସାର ଭୋନାଥ ତୋତେ ନମସ୍କାର। ତୋର ଚରଣେ ଆମ୍ଭେ ବଳେ ଶରଣ ପଶିଲୁ ନିଶ୍ଚଳେ। ଶୁକ ବୋଲନ୍ତି ରାୟ ଶୁଣ ଭକତ ବନ୍ଧୁ ଶଙ୍କର୍ଷଣ। କୁରୁଙ୍କ ଭୟ ଦୁଃଖ ଚାହିଁ ପ୍ରସନ୍ନ ଭାବେ ଦୟା ବହି। ହଳ ସଂହରି ହଳଧର ବହିଲେ ନାହିଁ ତୋର ଡର। ନିର୍ଭୟ ହୋଇ ତତ୍କ୍ଷଣ ମିଳିଲେ ଆସି ଦୁର୍ଯ୍ୟୋଧନ। କନ୍ୟା ସମେତେ କୃଷ୍ଣ ସୁତ ସମର୍ପି ରାମର ଅଗ୍ରତ। ଅନେକ ଯୌତୁକ ଦେଲା ଶୁଣ ଏ ଅଭିମନ୍ୟୁ ବଳା। ନିବୁଡ଼ ମତ ଦନ୍ତ ତୀକ୍ଷ୍ଣ କୁଞ୍ଜର ଦେଲା ବେନି ଲକ୍ଷ୍ୟ। ଅଶ୍ଵ ଦେଲା କହେଉତେ ଶତ ସହସ୍ର ସୁର ନାଥେ। ରଥେ ବସଇ ରବି ତେଜ ପୁଣି ଆନନ୍ଦେ କୁରୁ ରାଜ। ଦୁହିତା ହିତେ ନରପତି ସହସ୍ରେ ଦେଲା କଜୁବତୀ। ଅମୂଲ୍ୟ ରତ୍ନ କଣ୍ଠେ ଭରି ଦେଲା ସେ ଦାସୀ ଶତ ଚାରି। ହେମନ୍ତ କନ୍ୟା ଆଦି ଯେତେ ରାମ ଘେନାଇ ତୋଷ ଚିତେ। ଆନନ୍ଦେ ରାମ ସଙ୍ଗ ମେଳେ କେତେ ଦୂର ଚଳି ଗଲେ। ରାମକୁ କରି ପ୍ରଦକ୍ଷିଣ ମିଳିଲେ ଆପଣା ଭୁବନ। ହଳି ହୋଇଣ ଦୁଷ୍ଟମତି ମିଳିଲେ ଯାଇ ଦ୍ୱାରାବତୀ। ପୁରେ ପ୍ରବେଶ ହଳଧର ଦେଖି ମିଳିଲେ ଯଦୁବୀର। ବନ୍ଧୁ ବାନ୍ଧବେ ତୋଷ ଚିତେ ଆନନ୍ଦେ ରାମର ଚରିତେ। କନ୍ୟା ସହିତେ କୃଷ୍ଣ ସୁତ ସଙ୍ଗତେ ସମ୍ପଦ ଅପ୍ରମିତ। ଦେଖି ଅରସ ସର୍ବଜନ ସଭାର ମଧ୍ୟେ ଭଗବାନ। ଗୁରୁଙ୍କ କୃତ କର୍ମ କହି କୃଷ୍ଣର ପ୍ରିୟ ଭାବ ବହି। କହନ୍ତି ବ୍ୟାସଙ୍କ ନନ୍ଦନ ଶୁଣ ରାଜନ ଏକ ମନ। ଅଦ୍ୟାପି ରାମର ଚରିତ ହସ୍ତିନା ନଗରେ ବିଦିତ। ରାମର ଯଶ କର୍ମ ଅଛି ପୁର ଦକ୍ଷିଣ ଭାଗେ ଲକ୍ଷୀ। ଉତ୍ତର ଭାଗେ ନିରଦିଶେ ଜାହ୍ନବୀ ଜଳ ମଧ୍ୟେ ମିଶେ। ଏମତେ ରାମର ମହିମା କେ କହି ପାରୁଅନ୍ତ ସୀମା। ଯେ ରାମ ପାଦେ ଦେଇଛି ତ କହିବି ପ୍ରଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ଭାଷ୍ୟିକ୍ୟାଂ ଦଶମ ସ୍କନ୍ଧେ ଶାମ୍ବ କୁମର ଲକ୍ଷଣା ହରଣେ ନାମ ତ୍ରିସପ୍ତତିତମୋ ଅଧ୍ୟାୟ। बोलानंदे कवार हरि हरि बोल।